ସାଧୁ ପାଉଲ ନିଜ ଆତ୍ମିକ ଯାତ୍ରାରେ କୁଟିଳ ବିପଥଗାମୀ ଲୋକମାନଙ୍କୁ ପ୍ରକୃତରେ ଯେଉଁମାନେ ଧାର୍ମିକ ନୁହନ୍ତି କିନ୍ତୁ ନିଜକୁ ଧାର୍ମିକ ବୋଲି ଦେଖାନ୍ତି ଓ କଥାବାର୍ତ୍ତା କାର୍ଯ୍ୟକଳାପ ଦ୍ୱାରା ନିଜକୁ ବଡ଼ କରି ଉପସ୍ଥାପନ କରନ୍ତି ଏବଂ ଈଶ୍ୱରଙ୍କୁ ଓ ତାଙ୍କ ଶିକ୍ଷାକୁ ଭ୍ରାନ୍ତ ଭାବେ ପ୍ରଚାର କରନ୍ତି ଓ ପ୍ରସାର କରନ୍ତି, ସେମାନଙ୍କୁ ଜାଣିପାରୁଥିଲେ ଓ ସେମାନଙ୍କଠାରୁ ସାବଧାନ ହୋଇ ରହୁଥିଲେ। ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ପଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମେମାନେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମମାନଙ୍କ ସହିତ ଫୋନ୍ରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆପଣମାନଙ୍କୁ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରି ନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କର ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଏପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ତାହା ହେଲା ଫିଲିପିଓ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 3 ପର୍ବ ତାର 2 ପଦରୁ 6 ପଦ ପର୍ଯ୍ୟନ୍ତ। ଏଠାରେ ପାଉଲ ପ୍ରକାଶ କରନ୍ତି ଯେ ମାନସିକ ବା ବାହିକ ବିଷୟ ଦ୍ୱାରା ଆମେମାନେ ଧାର୍ମିକ ଗଣିତ ହୋଇନାହୁଁ। ଆମମାନଙ୍କ ଡିଗ୍ରୀ, ବଂଶ, ଗୋଷ୍ଠୀ କିମ୍ବା ବ୍ୟବସ୍ଥା ସମ୍ବନ୍ଧୀୟ ନିର୍ଦ୍ଦୋଷତା ଦେଖି ଖ୍ରୀଷ୍ଟ ଆମମାନଙ୍କୁ ପରିତ୍ରାଣ ଦେଇନାହାନ୍ତି, କିନ୍ତୁ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଅଛୁ। ଏହା ଆମମାନଙ୍କ ନିଜଠାରୁ ହୋଇନାହିଁ, ଏହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ଏଫେସୀୟ ତାର 2 ପର୍ବ ତାର 8 ଏବଂ 9 ପଦରେ ଏହି ବିଷୟରେ ଆମେ ଦେଖିବାକୁ ପାଉଁ। ଏଠାରେ ପାଉଲ ପ୍ରକାଶ କରନ୍ତି ଯେ ମାନସିକ ବା ବାହିକ ବିଷୟ ଦ୍ୱାରା ଆମେମାନେ ଧାର୍ମିକ ଗଣିତ ହୋଇନାହୁଁ। ଆମମାନଙ୍କର ଡିଗ୍ରୀ, ବଂଶ, ଗୋଷ୍ଠୀ କିମ୍ବା ବ୍ୟବସ୍ଥା ସମ୍ବନ୍ଧୀୟ ନିର୍ଦ୍ଦୋଷତା ଦେଖି ଖ୍ରୀଷ୍ଟ ଆମମାନଙ୍କୁ ପରିତ୍ରାଣ ଦେଇନାହାନ୍ତି, କିନ୍ତୁ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଅଛୁ। ଏହା ହିଁ ଆମମାନଙ୍କ ନିଜଠାରୁ ହୋଇନାହିଁ, ଏହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ଏଫେସୀୟ ତାର 2 ପର୍ବ 8 ଏବଂ 9 ପଦରେ ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଏହି ଜଗତରେ କ୍ରିୟାକର୍ମରେ ଦର୍ପ କରିବା ଲୋକ ବହୁତ ଅଛନ୍ତି। ସେମାନେ ନିଜର ପ୍ରଶଂସା ପାଇବା ନିମନ୍ତେ ନିଜ କର୍ମକୁ ଭିନ୍ନ ଭିନ୍ନ ମାଧ୍ୟମ ଦ୍ୱାରା ଅନ୍ୟ ନିକଟରେ ପହଞ୍ଚାନ୍ତି। ଆଜିର ସୋସିଆଲ ମିଡ଼ିଆ ଯୁଗରେ ମନୁଷ୍ୟ ପାଖରେ ଅନେକ ରାସ୍ତା ଅଛି ନିଜର ସୌନ୍ଦର୍ଯ୍ୟ, ଶିକ୍ଷା ଓ ପ୍ରତିଭାକୁ ଉପସ୍ଥାପନ କରି ଅନ୍ୟମାନଙ୍କଠାରୁ ସୁନ୍ଦର ସୁନ୍ଦର ପ୍ରଶଂସା ପାଇବା ପାଇଁ। ସୋସିଆଲ ମିଡ଼ିଆ
ଖରାପ ନୁହେଁ, କିନ୍ତୁ ତାହାକୁ ନିଜ ସ୍ୱାର୍ଥ ନିମନ୍ତେ ନିଜ ଉପରେ ନିର୍ଭର କରି ବିକୃତ ଭାବରେ ନିଜକୁ ଦେଖାଇବା ଏବଂ ଈଶ୍ୱରଙ୍କ ଶିକ୍ଷାକୁ ଭ୍ରାନ୍ତ ଭାବରେ ପ୍ରସାର କରିବା ଖରାପ ଅଟେ। ବାକ୍ୟ କୁହେ, ଆମେମାନେ ଆପଣା ଆପଣାକୁ ପ୍ରଚାର କରୁନାହୁଁ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛୁ। 2 କରନ୍ଥୀୟ ତାର 4 ପର୍ବ 5 ପଦରେ ଏପରି ଲେଖାଯାଏ। ଆସନ୍ତୁ ଏହି ବିଷୟରେ ଅଧିକ ଶିକ୍ଷା କରିବା ପୂର୍ବରୁ ଗୋଟିଏ ମନଛୁଆଁ ଭକ୍ତିମୂଳକ ଗୀତ ଶୁଣିବା। आसु दुख नैरास अबाघेरु जरा क्लेश विश्वासी प्रतिदिन काटुथिबी जीवन तुमे मो विश्वास भूमि मोर मुक्ति सरणी तुमे मो विश्वास भूमि मोर मुक्ति सरणी तुम ठारे रखिछि मु दृढ़ भरोसा जीसु तुमे मोर आशा जीसु तुमे मोर आशा जीसु तुमे मोर आशा जीसु तुमे मोर आशा गौरवमय भरोसा जीसु तुमे मोर आशा गौरवमय भरोसा। आसନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିଓ 3 ପର୍ବର 2 ପଦରୁ ଆରମ୍ଭ କରି 6 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦିଏ ଯେ ଆମମାନେ ଖ୍ରୀଷ୍ଟୀୟ ଜୀବନଯାପନର ପୁରସ୍କାର ବିଷୟ ନେଇ ଅଧ୍ୟୟନ କରୁଅଛୁ। ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ 3 ପର୍ବର 2 ପଦରେ ଏହିପରି ଲେଖା ଅଛି, କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ। ପାଉଲ ଏଠାରେ ପ୍ରକୃତରେ କୁକୁରମାନଙ୍କଠାରୁ ସାବଧାନ ହେବାକୁ କୁହନ୍ତି ନାହିଁ, ମାତ୍ର ସେ କୁକୁରର ସ୍ୱଭାବ ବିଶିଷ୍ଟ ମନୁଷ୍ୟମାନଙ୍କଠାରୁ ସାବଧାନ ହେବାକୁ କହନ୍ତି। ଏହି ବିଷୟର ବାସ୍ତବ ତାତ୍ପର୍ଯ୍ୟକୁ ବୁଝିବାକୁ ହେଲେ ଆମକୁ ଫେରିଯିବା ପଡ଼ିବ ପୁରାତନ ନିୟମର ଯିଶାୟା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ତହିଁର 56 ପର୍ବର 10 ପଦ ମଧ୍ୟକୁ, ଯେଉଁଠାରେ ଯିଶାୟା ଭବିଷ୍ୟତ ବକ୍ତା ଭ୍ରାନ୍ତ ଭବିଷ୍ୟତ ବକ୍ତାମାନଙ୍କଠାରୁ ସାବଧାନ ରହିବା ନେଇ ଏହିପରି କହନ୍ତି, ତାହାର ପ୍ରହରୀଗଣ ଅନ୍ଧ, ସେ ସମସ୍ତେ ଜ୍ଞାନହୀନ, ସେ ସମସ୍ତେ ଘୁଙ୍ଗା କୁକୁର, ସେମାନେ ଭୁକି ପାରନ୍ତି ନାହିଁ, ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ, ଢୁଳାଇବାକୁ ସୁଖ ପାଆନ୍ତି। ଯିଶାୟ ଏଠାରେ ଲୋକମାନଙ୍କୁ ମିଥ୍ୟା ଭାବବାଦୀମାନଙ୍କଠାରୁ ସାବଧାନ ରହିବା ନିମନ୍ତେ ସାବଧାନ କରାଇ ଦିଅନ୍ତି, ଯେଉଁମାନେ କି ଲୋକମାନଙ୍କୁ ମିଥ୍ୟା ଭାବବାଣୀ ଦ୍ୱାରା ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲେ ଓ ଆଗାମୀ ବିପତ୍ତି ବିଷୟରେ ସଚେତନ କରାଇବା ପରିବର୍ତ୍ତେ ପ୍ରତ୍ୟେକ ବିଷୟ ମଙ୍ଗଳଜନକ ଓ ସୁନ୍ଦର ବୋଲି ସେମାନଙ୍କୁ କହୁଥିଲେ। ଏହିପରି ମିଥ୍ୟା ଭାବବାଦୀମାନେ ସେମାନଙ୍କର ମିଥ୍ୟା ଭାବବାଣୀ ଦ୍ୱାରା ଇସ୍ରାଏଲର ଉତ୍ତର ରାଜ୍ୟର ଲୋକମାନଙ୍କୁ ଭ୍ରାନ୍ତ ସୁରକ୍ଷାର ଜ୍ଞାନ ଦେଇଥିବା ହେତୁ ସେମାନେ ସମ୍ପୂର୍ଣ୍ଣ ଭାବେ ବନ୍ଦୀ ହୋଇ ନିର୍ବାସିତ ହୋଇଯାଇଥିଲେ। ତେଣୁକରି ଈଶ୍ୱର ଇସ୍ରାଏଲର ଦକ୍ଷିଣ ରାଜ୍ୟର ଲୋକମାନଙ୍କୁ ସେପରି ନ କରିବା ନିମନ୍ତେ ସଚେତନ କରାଇ ଦେଇଥିଲେ। ସେ ସେହି ମିଥ୍ୟା ଭାବବାଦୀମାନଙ୍କୁ ଘୁଙ୍ଗା କୁକୁର ବୋଲି କହୁଥିଲେ। ସେମାନେ ଭୁକି ପାରନ୍ତି ନାହିଁ, ଯେପରି ଭାବବାଣୀ କରିବା କଥା ସେମାନେ ସେପରି କରିପାରନ୍ତି ନାହିଁ। ସେମାନେ ହେଉଛନ୍ତି କୁକୁର, ଯେଉଁମାନେ କି ଈଶ୍ୱରଙ୍କର ସମ୍ପୂର୍ଣ୍ଣ ପରାମର୍ଶକୁ ଘୋଷଣା କରିପାରନ୍ତି ନାହିଁ। ବର୍ତ୍ତମାନର ସମୃଦ୍ଧିଶାଳୀ ସମାଜରେ ସେହିପରି ଭୟଙ୍କର ବିପଦଜନକ ପରିସ୍ଥିତିର ଆମେମାନେ ସମ୍ମୁଖୀନ ହେଉ। ବର୍ତ୍ତମାନର ଜଗତରେ ଆରାମ ହେଉଛି ଏକମାତ୍ର ଶବ୍ଦ। ଆମେମାନେ ଯେତେବେଳେ ଭ୍ରମଣ କରୁ, ଆମେ ଏକ ଆରାମପ୍ରଦ ସ୍ଥାନରେ ରହିବାକୁ ପସନ୍ଦ କରୁ। ଆମେ ସବୁ କ୍ଷେତ୍ରରେ ଆରାମ ଚାହୁଁ। ଏହି ଆରାମ ପାଇବାର ଆକାଂକ୍ଷା ଆଜି ମଣ୍ଡଳୀ ମଧ୍ୟରେ ମଧ୍ୟ ପ୍ରବେଶ କରିଅଛି। ପ୍ରତ୍ୟେକେ ଆଜି ଶ୍ରୁତିମଧୁର ବାକ୍ୟ ବା ସାନ୍ତ୍ୱନାଜନକ ବାକ୍ୟ ବା ଆଶ୍ୱାସନାଜନକ ବାକ୍ୟ ଶୁଣିବାକୁ ପସନ୍ଦ କରନ୍ତି।
ତେଣୁକରି ବର୍ତ୍ତମାନର ପ୍ରଚାରକମାନେ ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଯାଇ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ସେମାନଙ୍କୁ ଆଗାମୀ ବିପତ୍ତି ବିଷୟରେ ସଚେତନ କରାଇବା ପରିବର୍ତ୍ତେ ସେମାନଙ୍କୁ ସାନ୍ତ୍ୱନା ତଥା ଆଶ୍ୱାସନାଜନକ ବାକ୍ୟ ଦେଇ ସେମାନଙ୍କୁ ଆହୁରି ଆରାମପ୍ରଦ ଜୀବନଯାପନ କରିବା ନିମନ୍ତେ ଓ ଆତ୍ମିକ ଜୀବନରେ ଶିଥିଳ ଜୀବନଯାପନ କରିବା ନିମନ୍ତେ ପ୍ରେରଣା ଯୋଗାନ୍ତି। କିନ୍ତୁ ଆମ୍ଭେମାନେ ମନେ ରଖିବା ଉଚିତ ଯେ ଆମ୍ଭେମାନେ ଏକ ଭୟଙ୍କର ସମୟ ଆଡ଼କୁ ଗତି କରୁଅଛୁ। ଦୀପଟି ଲିଭିବା ପୂର୍ବରୁ ଯେପରି ହୁତୁ ହୁତୁ ହୋଇ ଜଳି ଉଠେ, ଆଜି ଏହି ଜଗତର ସମସ୍ତ ସୁଖ ସମୃଦ୍ଧି ଆମ୍ଭମାନଙ୍କ ଦୃଷ୍ଟି ଆଗରେ ଉତ୍ଫୁଲ୍ଲିତ ହୋଇ ଉଠୁଛି, ଯେହେତୁ ଏହାର ବିନାଶ ଘନେଇ ଆସୁଛି। ତେଣୁ ଆମ୍ଭେମାନେ ଏଥିପ୍ରତି ସତର୍କ ହେବା ଉଚିତ ଓ ସୁଯୋଗର ସଦ୍ବ୍ୟବହାର କରିବା ଉଚିତ, ଯେପରି ଆମେ ଶୟତାନର ଶିକାର ନ ହେଉ କିମ୍ବା ସେହି ଧ୍ୱଂସ ମୁଖରେ ପତିତ ନ ହେଉ। ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀମାନଙ୍କରେ ଯଦି ସଭ୍ୟମାନେ ସାନ୍ତ୍ୱନାଜନକ ବାକ୍ୟ ଶୁଣିବାକୁ ନ ପାଆନ୍ତି କିମ୍ବା ବକ୍ତା ମହାଶୟ ଯଦି ଈଶ୍ୱରଙ୍କ ବାକ୍ୟରୁ କିଛି ଚେତାବନୀ ଦିଅନ୍ତି, ତାହେଲେ ତାହା ସେମାନଙ୍କ ପ୍ରତି ଅତି ଆଘାତଦାୟକ ହୋଇଥାଏ ଓ ସେମାନେ ତାହା ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ଏପରିକି ଦରକାର ପଡ଼ିଲେ ସେମାନେ ମଣ୍ଡଳୀ ମଧ୍ୟରୁ ପୃଥକ ହୋଇଯାଆନ୍ତି। ପ୍ରକୃତରେ ଆଜି ଯଦି ଆପଣ କାହାକୁ ତାହାର ଭୁଲ ଦେଖାଇ ଦିଅନ୍ତି ଓ ସତ୍ୟ କହନ୍ତି, ତାହେଲେ ସେ ତାହା ଗ୍ରହଣ କରିବାକୁ ଇଚ୍ଛା କରନ୍ତି ନାହିଁ। କାରଣ ଅଧିକାଂଶ ଲୋକେ ସାନ୍ତ୍ୱନାଜନକ ବାକ୍ୟ ଶୁଣିବାକୁ ପସନ୍ଦ କରନ୍ତି, କିନ୍ତୁ ଚେତାବନୀ ନୁହେଁ। ଯିଶାୟ ଭବିଷ୍ୟତ ବକ୍ତାଙ୍କ ସମୟରେ ଅନେକ ମିଥ୍ୟା ଭାଓବାଦୀମାନେ ଥିଲେ, ଯେଉଁମାନେ ସେମାନଙ୍କର ଲୋକମାନଙ୍କୁ ସାନ୍ତ୍ୱନାଜନକ ବାକ୍ୟ ପ୍ରଦାନ କରୁଥିଲେ, ଯେତେବେଳେ କି ସେମାନେ ସେମାନଙ୍କୁ ଚେତାବନୀ ଦେବା ଉଚିତ ଥିଲା। ଯିଶାୟ ଭବିଷ୍ୟତ ବକ୍ତା ମିଥ୍ୟା ଭାଓବାଦୀମାନଙ୍କୁ କୁକୁର ସହିତ ତୁଳନା କରନ୍ତି। ଆପଣ ଦେଖନ୍ତୁ, ଏକ ପୋଷା କୁକୁର ସଦାସର୍ବଦା ବିପଦ ପ୍ରତି ସତର୍କ ଥାଏ। ଯଦି କୌଣସି ବିପଦ ଘଟିବାର ଦେଖେ, ତାହେଲେ ସେ ଭୁକି ଅନ୍ୟମାନଙ୍କୁ ଜଗାଇ ଦିଏ ଓ ବିପଦ ପ୍ରତି ସତର୍କ କରାଇ ଦିଏ। କିନ୍ତୁ ମିଥ୍ୟା ଭାଓବାଦୀମାନେ ଆଦୌ ଚେତାବନୀ ଦେଲେ ନାହିଁ। ତେଣୁକରି ଦକ୍ଷିଣ ରାଜ୍ୟ ଶୋଇ ରହିଲେ ଓ ସେମାନଙ୍କୁ ଜାଗ୍ରତ କରାଇବାରେ ଯିଶାୟଙ୍କ ଉଦ୍ୟମ ବିଫଳ ହେଲା। ତେଣୁକରି ପାଉଲ କହନ୍ତି, କୁକୁରମାନଙ୍କଠାରୁ ସାବଧାନ, ଅର୍ଥାତ୍ ସେହି ଲୋକମାନଙ୍କଠାରୁ ସତର୍କ ହୁଅ ଯେଉଁମାନେ କି ବାରମ୍ବାର ଆଶ୍ୱାସନା ଦିଅନ୍ତି ଓ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଆଗାମୀ ବିପତ୍ତି ବିଷୟରେ ସଚେତନ ନ କରାନ୍ତି। ଲେଖା ଅଛି, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ। ଏହା ଆଉ ଏକ ଦଳ ଯେଉଁମାନେ କି ପ୍ରକୃତରେ ବିଶ୍ୱାସୀମାନଙ୍କ ପ୍ରତି ଅପବ୍ୟବହାର କରନ୍ତି, ଦୁଷ୍କର୍ମ କରିବା ନିମନ୍ତେ ପ୍ରବର୍ତ୍ତାନ୍ତି। ତେଣୁ ସେହିପରି ଲୋକମାନଙ୍କଠାରୁ ସତର୍କ ରହିବା ନିମନ୍ତେ ପ୍ରେରିତ ପାଉଲ କହନ୍ତି। ଲେଖା ଅଛି, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ, ଅର୍ଥାତ୍ ଯେଉଁମାନେ ବ୍ୟବସ୍ଥା ବା ଈଶ୍ୱରଙ୍କ ବିଧିବିଧାନ ପାଳନ ଉପରେ ଗୁରୁତ୍ୱ ଦିଅନ୍ତି ଓ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ତାହା ପାଳନ କରିବା ନିମନ୍ତେ ପ୍ରବର୍ତ୍ତାନ୍ତି ଓ ବାଧ୍ୟ କରନ୍ତି, ସେମାନଙ୍କଠାରୁ ସାବଧାନ ହୋଇଥାଅ। ଅର୍ଥାତ୍ ଯେଉଁମାନେ ପରିତ୍ରାଣ ଓ ସୂଚୀକୃତ ହେବା ନିମନ୍ତେ ମୋଶାଙ୍କ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରି ତାହା ପାଳନ କରିବା ନିମନ୍ତେ ବାଧ୍ୟ କରାନ୍ତି, ସେମାନଙ୍କଠାରୁ ସାବଧାନ ହୋଇଥାଅ। 3 ପର୍ବର 3 ପଦରେ ଲେଖା ଅଛି, କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ, ପୁଣି ବାହିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ। ପାଉଲ କହନ୍ତି, କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ। ଏଠାରେ ପ୍ରକୃତରେ ପାଉଲ କ'ଣ କହିବାକୁ ଚାହାନ୍ତି? ସେ ଗାଲାତୀୟ ପତ୍ରର ଶେଷାଂଶରେ ଏହି ବିଷୟକୁ ଅତି ପରିଷ୍କାର ଭାବେ ଜଣାଇ ଦିଅନ୍ତି। ଗାଲାତୀୟ 6 ପର୍ବର 15 ପଦରେ ଲେଖା ଅଛି, କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। ତେଣୁ ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ସେହି ପୁରାତନ ସୁନ୍ନତ ଆଉ ଆବଶ୍ୟକ ନାହିଁ, କାରଣ ଈଶ୍ୱର ଆଉ ସେହି ବାହିକ ରୀତିନୀତି ବା ବିଧିବିଧାନକୁ ଦେଖିବା ପାଇଁ ଚାହାନ୍ତି ନାହିଁ। ମାତ୍ର ସେ ସେହି ପ୍ରକୃତ ବା ବାସ୍ତବ ହୃଦୟର ସୁନ୍ନତକୁ ଦେଖିବା ପାଇଁ ଚାହାନ୍ତି, ଯାହାକି ଏକ ଅହସ୍ତକୃତ ସୁନ୍ନତ। ଏହା ସେହି ନୂତନ ଜୀବନ ଓ ନୂତନ ହୃଦୟ ବା ନୂତନ ସ୍ୱଭାବ ଯାହାକି ଈଶ୍ୱରଙ୍କ ଆଡ଼କୁ ଢଳିଯାଏ ଓ ଏହା କେବଳ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ସ୍ଥାନ ଦେବା ଦ୍ୱାରା ସମ୍ଭବ ହୋଇଥାଏ। ଏହି ନୂତନ ସୃଷ୍ଟି ବା ନୂତନ ହୃଦୟ କେବଳ ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ ହୋଇଥାଏ। 2 କରିନ୍ଥିୟ 5 ପର୍ବର 17 ପଦରେ ଲେଖା ଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଆହୁରି ଲେଖା ଅଛି,
ପୁଣି ବାହିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ, ଅର୍ଥାତ୍ ଶାରୀରିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ। ଆମେ ଆମର ପୁରାତନ ସ୍ୱଭାବ ଉପରେ ନିର୍ଭର କରିବା ଉଚିତ ନୁହେଁ। ଆମେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଉଚିତ। ଆମେ ପରିତ୍ରାଣ ପାଇବା କିମ୍ବା ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଆମର ପୁରାତନ ସ୍ୱଭାବ ଉପରେ ନିର୍ଭର କରିପାରିବା ନାହିଁ, କାରଣ ଆମେ ଦୁର୍ବଳ ମନୁଷ୍ୟ ଓ ସ୍ୱଭାବତଃ ପାପୀ। ତେଣୁ ଖ୍ରୀଷ୍ଟ ଆମମାନଙ୍କ ଜୀବନକୁ ଅଧିକାର କରିବା ନିତାନ୍ତ ଆବଶ୍ୟକ ଓ ଏଥି ନିମନ୍ତେ ଆମେ ଆମର ହୃଦୟକୁ ତଥା ଦେହ, ମନ, ଆତ୍ମାକୁ ସେହି ପ୍ରଭୁ ଯୀଶୁଙ୍କଠାରେ ସମର୍ପଣ କରିବା ଆବଶ୍ୟକ। ତେବେ ପାଉଲ ସେମାନଙ୍କ ନିକଟକୁ ଏହିପରି ଲେଖିବାର କାରଣ ହେଉଛି ଯେ ଏହିପରି କେତେକ ବ୍ୟବସ୍ଥା ପାଳନକାରୀମାନେ ସମ୍ଭବତଃ ପାଉଲଙ୍କ ପ୍ରଚାର ଯାତ୍ରାରେ ତାହାଙ୍କର ଅନୁଗମନ କରିଥିବେ। ମାତ୍ର ସେ ଯିବା ପରେ ସେମାନେ ସେହି ବିଶ୍ୱାସୀମାନଙ୍କୁ ସାକ୍ଷାତ କରି ସମ୍ଭବତଃ ଏହିପରି କହିଥିବେ, ଦେଖ, ଆମେ ପ୍ରତ୍ୟେକ ଜାଣୁ ଯେ ପାଉଲ କହନ୍ତି ଆମ୍ଭେମାନେ ବାହିକ ରୀତିନୀତି ବା ମୂଷାଙ୍କ ବ୍ୟବସ୍ଥା ଓ ବଳିଦାନ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ, କାରଣ ସେହିସବୁ ଆମ୍ଭମାନଙ୍କୁ ଉଦ୍ଧାର କରିପାରିବ ନାହିଁ। କିନ୍ତୁ ପାଉଲ ସେହିପରି କହିବାକୁ ପସନ୍ଦ କରନ୍ତି, କାରଣ ସେ ନିଜ ଉପରେ ନିର୍ଭର କରିପାରନ୍ତି ନାହିଁ। ତାହାଙ୍କର ଜିହୁଦୀୟ ପୃଷ୍ଠଭୂମି ନାହିଁ ଯାହାକି ଆମମାନଙ୍କର ଅଛି। ସେ ତାହା କହନ୍ତି ଯେହେତୁ ସେ କିଛି ଜାଣନ୍ତି ନାହିଁ ଓ ସେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ପ୍ରକାର ବିଧିବିଧାନକୁ ପାଳନ କରିବା ନିମନ୍ତେ ସମର୍ଥ ନୁହନ୍ତି। ତେଣୁକରି ପ୍ରକୃତରେ ସେ ବାହିକ ରୀତିନୀତି ଉପରେ ବିଶ୍ୱାସ କରିପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ପାଉଲ ତହିଁର ଉତ୍ତର ଦେବାକୁ ଯାଉଅଛନ୍ତି। 3 ପର୍ବର 4 ପଦରେ ଲେଖା ଅଛି, ମୁଁ ତ ବାହିକ ବିଷୟ ଉପରେ ମଧ୍ୟ ନିର୍ଭର କରିପାରନ୍ତି। ଯଦି ଅନ୍ୟ କେହି ବାହିକ ବିଷୟ ଉପରେ ନିର୍ଭର କରିପାରେ ବୋଲି ମନେ କରେ, ତେବେ ମୁଁ ଅଧିକ କରିପାରେ। ବର୍ତ୍ତମାନ ସେ 7ଟି ବିଷୟର ଏକ ତାଲିକା କରିବାକୁ ଯାଉଅଛନ୍ତି, ଯେଉଁସବୁ ବିଷୟଗୁଡ଼ିକ ଉପରେ ସେ ପୂର୍ବରୁ ଥରେ ନିର୍ଭର କରୁଥିଲେ। ଏହା ହେଉଛି ଧର୍ମ। ଯଦି କେହି ଧର୍ମ ନାମରେ ଉଦ୍ଧାରପ୍ରାପ୍ତ ହୋଇପାରିଥାନ୍ତା, ତାହେଲେ ସେ ତାର୍ସର ସାଉଲ ହୋଇପାରିଥାନ୍ତା। ଦେଖନ୍ତୁ 3 ପର୍ବର 5 ପଦରୁ 6 ପଦରେ ଏହିପରି ଲେଖା ଅଛି, ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମିନ୍ ଗୋଷ୍ଠୀୟ, ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ, ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୁସି, ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି। ଏଠାରେ ସେ 7ଟି ବିଷୟକୁ ଆଣି ଉପସ୍ଥାପିତ କରନ୍ତି, ଯେଉଁ ଅନୁଭୂତି ମଧ୍ୟ ଦେଇ ସେ ଆସିଛନ୍ତି, ମାତ୍ର ଉଦ୍ଧାରପ୍ରାପ୍ତ ହୋଇପାରି ନାହାନ୍ତି। ପ୍ରଥମରେ ସେ କହନ୍ତି, ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ। ଏହି ସୁନ୍ନତ ବିଧିର ଅର୍ଥ ହେଉଛି ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ପୁରୁଷର ଲିଙ୍ଗାଗ୍ର ଚର୍ମର ଛେଦନ। ତେବେ ଏହାର ଅର୍ଥ ନୁହେଁ ଯେ ସେ ଅଷ୍ଟମ ଦିନରେ ସୁନ୍ନତ ହେବା ନିମନ୍ତେ ନିଜେ ମନ୍ଦିର ମଧ୍ୟକୁ ଉଠିକରି ଯାଇଥିଲେ, ମାତ୍ର ତାହାଙ୍କର ପିତାମାତା ତାହାଙ୍କୁ ନେଇକରି ଯାଇଥିଲେ। ଏଥିରୁ ଜଣାଯାଏ ଯେ ତାହାଙ୍କର ପିତାମାତା ଈଶ୍ୱରୀୟ ମନୋଭାବାପନ୍ନ ଥିଲେ। ସେମାନେ ତାହାଙ୍କୁ ମୋଶାଙ୍କର ବ୍ୟବସ୍ଥା ଅନୁଯାୟୀ ଲାଳନ ପାଳନ କଲେ। ଆପଣ ମଧ୍ୟ ଜାଣିଥିବେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧ୍ୟ ଈଶ୍ୱରୀୟ ମନୋଭାବାପନ୍ନ ପିତାମାତା ଥିଲେ, ଯେଉଁମାନେ କି ତାହାଙ୍କୁ ଅଷ୍ଟମ ଦିନରେ ସୁନ୍ନତ କରାଇବା ନିମନ୍ତେ ମନ୍ଦିର ମଧ୍ୟକୁ ନେଇକରି ଯାଇଥିଲେ। ଦ୍ୱିତୀୟରେ ସେ କହନ୍ତି ଇସ୍ରାଏଲ ବଂଶଜାତ। ଏଥିରୁ ଜଣାଯାଏ ଯେ ପାଉଲଙ୍କର ଏକ ବଂଶାବଳୀ ଥିଲା ଓ ପୃଷ୍ଠଭୂମି ଥିଲା, ଯେଉଁଥିରୁ ସେ ଜାଣିବାକୁ ପାରିଥିଲେ ଯେ ସେ ଇସ୍ରାଏଲ ବଂଶଜାତ। ସମ୍ଭବତଃ ସେହି ମନ୍ଦିର ମଧ୍ୟରେ ସୁନ୍ନତପ୍ରାପ୍ତ ଲୋକମାନଙ୍କର ବଂଶାବଳୀ ମଧ୍ୟରେ ପାଉଲଙ୍କର ନାମ ସ୍ଥାନ ପାଇଥିଲା। ତୃତୀୟରେ ସେ କହନ୍ତି ବିନ୍ୟାମିନ୍ ଗୋଷ୍ଠୀୟ। ଏହିପରି କହିବାର ତାତ୍ପର୍ଯ୍ୟ ହେଉଛି ଯେ ସେ ଏକ ଉତ୍ତମ ପରିବାର ମଧ୍ୟରୁ ଆସିଥିଲେ, କାରଣ ବିନ୍ୟାମିନ୍ ଯାକୋବଙ୍କର ପୁତ୍ରମାନଙ୍କ ମଧ୍ୟରୁ ଅତି ପ୍ରିୟ ଥିଲେ
ସେ ତାହାଙ୍କର ଦକ୍ଷିଣ ହସ୍ତର ପୁତ୍ର ବୋଲି ନାମିତ ହୋଇଥିଲେ। ତାଙ୍କର ମାତାଙ୍କ ନାମ ରାହେଲ। ଏପରିକି ଇସ୍ରାଏଲର ପ୍ରଥମ ରାଜା ସାଉଲ ଏହି ବିନ୍ୟାମିନ୍ ପରିବାର ମଧ୍ୟରୁ ଆସିଥିଲେ। ହୋଇପାରେ ଏହି ତାର୍ସର ସାଉଲ ରାଜାଙ୍କର ନାମାନୁଯାୟୀ ସାଉଲ ବୋଲି ନାମିତ ହୋଇଥାଇପାରନ୍ତି। ତେଣୁ ପାଉଲ ଗର୍ବର ସହିତ କହିପାରିଥିଲେ ଯେ ସେ ବିନ୍ୟାମିନ୍ ବଂଶଜାତ। ତେବେ ପାଉଲଙ୍କର ପ୍ରଥମ ନାମ ଥିଲା ସାଉଲ, କିନ୍ତୁ ସେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପରେ ପାଉଲ ନାମରେ ପରିଚିତ ହେଲେ। ଚତୁର୍ଥରେ ସେ କହନ୍ତି ସେ ହେଉଛନ୍ତି ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ। ଏହାର ଅର୍ଥ ସେ ଜଣେ ନେତା ଥିଲେ। ଧାର୍ମିକ ଶ୍ରେଣୀ ମଧ୍ୟରେ ସେ ସବୁଠାରୁ ଉଚ୍ଚତମ ସୋପାନରେ ଥିଲେ। ପଞ୍ଚମରେ ସେ କହନ୍ତି ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୁସି। ଏହି ଫାରୁସିମାନେ ଇସ୍ରାଏଲ ମଧ୍ୟରେ ନିଜକୁ ସବୁଠାରୁ ଶ୍ରେଷ୍ଠ ବୋଲି ଉପସ୍ଥାପିତ କରୁଥିଲେ। ସେମାନେ ଧାର୍ମିକ ରାଜନୈତିକ ଦଳର ଲୋକ ଥିଲେ ଓ ସେମାନଙ୍କର ରାଜ୍ୟ ପ୍ରତିଷ୍ଠା କରିବା ଲକ୍ଷ୍ୟ ଥିଲା। ସେମାନେ ନିର୍ବାସିତ ହେବାର ସମୟ ପୂର୍ବରୁ ବା ନିର୍ବାସିତ ହେବାର ସମୟ ମଧ୍ୟରେ ଉଠିଥିଲେ। ସେମାନେ ଧର୍ମଶାସ୍ତ୍ରର ପବିତ୍ରତା ଉପରେ ବିଶ୍ୱାସ କରୁଥିଲେ। ସେମାନେ ଦୂତମାନଙ୍କୁ ବିଶ୍ୱାସ କରୁଥିଲେ ଓ ସେମାନେ ପୁନରୁତ୍ଥାନ ଓ ଆଶ୍ଚର୍ଯ୍ୟ କର୍ମ ଉପରେ ବିଶ୍ୱାସ କରୁଥିଲେ। ସେମାନେ ମୌଳବାଦୀ ଥିଲେ। ଆଉ ଏହି ଫାରୁସିମାନେ ଭାବୁଥିଲେ ଯେ ରାଜନୈତିକ ଚାପ ପକାଇ ସେମାନେ ରାଜ୍ୟ ଆଣିପାରିବେ। ସେମାନେ ଏହି ଜଗତରେ ଈଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ ଚାହିଁଥିଲେ। ତେଣୁ ପାଉଲ କହନ୍ତି ଯେ ସେ ମଧ୍ୟ ବ୍ୟବସ୍ଥା ସମ୍ବନ୍ଧରେ ଜଣେ ଫାରୁସି ଥିଲେ। ଷଷ୍ଠରେ ସେ କହନ୍ତି ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ। ପାଉଲ ଯେତେବେଳେ ଖ୍ରୀଷ୍ଟଙ୍କ ମଣ୍ଡଳୀ ପ୍ରତି ତାଡ଼ନା ଘଟାଉଥିଲେ ସେତେବେଳେ ଏହା ଈଶ୍ୱରଙ୍କ ଇଚ୍ଛା ବୋଲି ସେ ଭାବୁଥିଲେ। ଓ ଅନ୍ୟ ଫାରୁସିମାନେ ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଜେରୁସାଲେମରୁ ଘଉଡ଼ାଇ ଦେଇଥିଲେ ସେତେବେଳେ ସେମାନେ ମନେ ମନେ ଆଶ୍ୱାସନା ପ୍ରାପ୍ତ ହେଉଥିଲେ। ମାତ୍ର ପାଉଲ ସେମାନଙ୍କୁ ସମଗ୍ର ଜଗତରୁ ମଧ୍ୟ ନିଃଶେଷ କରିଦେବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ତାହା ହିଁ ଥିଲା ଦମେଶକର ପଥ ଦେଇ ଯିବା ସମୟରେ ତାହାଙ୍କର ଉଦ୍ଦେଶ୍ୟ, ଯେତେବେଳେ କି ତାହାଙ୍କ ଜୀବନରେ ଏକ ମହାନ ପରିବର୍ତ୍ତନ ଘଟିଥିଲା। ଏହାପରେ ସପ୍ତମରେ ସେ କହନ୍ତି ପୁଣି ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲେ। ଲକ୍ଷ୍ୟ କରନ୍ତୁ, ସେ କହନ୍ତି ନାହିଁ ଯେ ସେ ପାପଶୂନ୍ୟ ବା ସିଦ୍ଧ ଥିଲେ, ମାତ୍ର ସେ କହନ୍ତି ଯେ ସେ ନିର୍ଦ୍ଦୋଷ ଦେଖାଯାଇଥିଲେ। ଅର୍ଥାତ୍ ବ୍ୟବସ୍ଥା ପାଳନ କରିବାରେ ସେ ନିର୍ଦ୍ଦୋଷ ଦେଖାଯାଇଥିଲେ। ରୋମିଓ 7 ପର୍ବର 7 ପଦରେ ସେ ନିଜର ସାକ୍ଷ୍ୟ ଦେଇ କହନ୍ତି ତେବେ ଆମ୍ଭେମାନେ କ'ଣ କହିବା? ବ୍ୟବସ୍ଥା କ'ଣ ପାପ? ତାହା କେବେ ହିଁ ନ ହେଉ। ବରଂ ପାପ କ'ଣ ତାହା ବ୍ୟବସ୍ଥା ବିନା ମୁଁ ଜାଣିନଥାନ୍ତି। କାରଣ ଲୋଭ କର ନାହିଁ, ବ୍ୟବସ୍ଥା ଏହା କହିନଥିଲେ ଲୋଭ କ'ଣ ତାହା ମୁଁ ଜାଣିନଥାନ୍ତି। ତେଣୁ ପାଉଲ ନିଜକୁ ନିଷ୍ପାପୀ ବୋଲି କହନ୍ତି ନାହିଁ, କାରଣ ଏହି ବ୍ୟବସ୍ଥା ତାହାଙ୍କୁ ତାହାଙ୍କର ପାପ ଦେଖାଇଦେଲା। ତେବେ ପାଉଲ ଯେତେବେଳେ କହନ୍ତି ଯେ ସେ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲେ, ଏହାର ଅର୍ଥ ସେ ତାହାଙ୍କର ପାପର ସମସ୍ୟାକୁ ଈଶ୍ୱରଙ୍କ ନିକଟରେ ସମାଧାନ କରିବା ନିମନ୍ତେ ଉପଯୁକ୍ତ ବଳିଦାନ ଉତ୍ସର୍ଗ କରିଥିଲେ। ଆଉ ପାଉଲ ଏଥିରେ ଅତି ବିଶ୍ୱସ୍ତ ଥିଲେ। ବ୍ୟବସ୍ଥା ସମ୍ବନ୍ଧରେ ସେ ଜଣେ ସାଧୁ ଥିଲେ। ତେବେ ଏହି ସମସ୍ତ ବିଷୟ ଦ୍ୱାରା ସେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବେ ବୋଲି ଭାବୁଥିଲେ। କିନ୍ତୁ ଅନ୍ୟ ପକ୍ଷରେ ସେ ଖ୍ରୀଷ୍ଟଙ୍କୁ ଘୃଣା କରିବାକୁ ଲାଗିଲେ ଓ ସେଥି ନିମନ୍ତେ ସେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ବା ଖ୍ରୀଷ୍ଟଙ୍କର ଅନୁକାରୀମାନଙ୍କୁ ସମୂଳେ ଉତ୍ପାଟିତ କରିଦେବା ନିମନ୍ତେ ଚେଷ୍ଟା କଲେ। ଏହାପରେ ଦିନେ ପ୍ରଭୁ ଯୀଶୁ ତାହାଙ୍କୁ ସେହି ଦମେଶକର ପଥରେ ଭେଟି ତାହାଙ୍କୁ ସାକ୍ଷାତ କଲେ ଓ ପାଉଲ ତାହାଙ୍କର ସେହି ପୁରାତନ ସ୍ୱଭାବକୁ ବଦଳାଇ ଏକ ନୂତନ
ମନୁଷ୍ୟରେ ପରିଣତ ହେଲେ। ତାହାଙ୍କ ପକ୍ଷେ ଯେଉଁ ସମସ୍ତ ବିଷୟ ଲାଭଜନକ ଥିଲା, ସେହିସବୁ ସେ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କଲେ ଓ ଯାହା ସବୁ କ୍ଷତିଜନକ ଥିଲା ସେହିସବୁକୁ ଲାଭଜନକ ବୋଲି ଗଣ୍ୟ କଲେ। ଏହା ଥିଲା ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ। ପ୍ରିୟ ବନ୍ଧୁ, ପ୍ରକୃତରେ ଯଦି ଆମେ ପାଉଲଙ୍କ ଜୀବନକୁ ଲକ୍ଷ୍ୟ କରିବା, ତାହାଙ୍କ ଜୀବନରୁ ଆମମାନଙ୍କୁ ଅନେକ କିଛି ବିଷୟ ଶିକ୍ଷା ମିଳେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ମୋର ବିଶ୍ୱାସ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣମାନେ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ପରମେଶ୍ୱର ଆମମାନଙ୍କୁ ଉଚ୍ଚସ୍ତରୀୟ ବଂଶ, ଜାତି, ଗୋଷ୍ଠୀ ଏବଂ ଶିକ୍ଷା ଦେଇଛନ୍ତି। ସେ ସମସ୍ତ ଉପରେ ନିର୍ଭର ନ କରୁ। ପାଉଲଙ୍କୁ ମଧ୍ୟ ଦେଇଥିଲେ, କିନ୍ତୁ ସେ ଜଣେ ଆତ୍ମିକ ମନୁଷ୍ୟ ହୋଇଥିବାରୁ ସେ ସମସ୍ତ ଉପରେ ନିର୍ଭର ନ କରି ବରଂ ଆତ୍ମାରେ ଉପାସନା କରି ଖ୍ରୀଷ୍ଟଙ୍କଠାରେ ଦର୍ପ କରୁଥିଲେ। ପ୍ରିୟ ଭାଇ ଭଉଣୀମାନେ, ଈଶ୍ୱର ଆମମାନଙ୍କଠାରୁ ଏହି ପ୍ରକାର ଧାର୍ମିକତା ଆଶା କରନ୍ତି। ମନୁଷ୍ୟର ପ୍ରଶଂସା କ୍ଷଣକାଳ ସ୍ଥାୟୀ, କିନ୍ତୁ ଈଶ୍ୱରଙ୍କ ପ୍ରଶଂସା ଅନନ୍ତ କାଳ ସ୍ଥାୟୀ। ଯେଉଁମାନେ ଆତ୍ମିକ ଭାବରେ ହୃଦୟରେ ସନ୍ନତ, ଏପରି ଲୋକ ମନୁଷ୍ୟଠାରୁ ପ୍ରଶଂସା ପ୍ରାପ୍ତ ହୁଅନ୍ତି ନାହିଁ, କିନ୍ତୁ ଈଶ୍ୱରଙ୍କଠାରୁ ପ୍ରାପ୍ତ ହୁଅନ୍ତି। ରୋମିଓ ତାର 2 ପର୍ବ ତାର 29 ପଦରେ ଆମେ ଦେଖିବାକୁ ପାଉ। ପ୍ରିୟ ଦର୍ଶକ ବନ୍ଧୁ, ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଥରେ ଆପଣଙ୍କ ସହିତ ସାକ୍ଷାତ ହେବ। ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରହନ୍ତୁ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଧନ୍ୟବାଦ ଦେଉଛୁ ପ୍ରଭୁ, ଆଜିର ଏହି ଶୁଭ ମୁହୂର୍ତ୍ତରେ ଆମମାନଙ୍କୁ ତୁମେ ପୁନର୍ବାର ପ୍ରଭୁ ତୁମରି ପବିତ୍ର ପାଦ ତଳେ ବସିକି ପ୍ରଭୁ ତୁମରି ସୁମଧୁର ବାକ୍ୟକୁ ଶୁଣିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କଲ। ଆଜିର ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ତୁମେ କଥା କହିଅଛ। ଧନ୍ୟବାଦ ଦେଉଛୁ ପ୍ରଭୁ ପାଉଲଙ୍କର ଜୀବନ ପାଇଁ। ସେ ପ୍ରେମମୟ ସ୍ୱର୍ଗସ୍ଥ ପିତା, ଦୁଃଖରେ ସୁଖରେ ଜୀବନର ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସେ ତୁମରି ସେବା କରୁଥିଲେ। ତୁମରି ସୁସମାଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରି ପ୍ରିୟ ପ୍ରଭୁ ଅନେକ ଲୋକମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ହୋଇପାରିଲେ। ପବିତ୍ର ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେମାନେ ମଧ୍ୟ ଯେତେବେଳେ ଏହି ଜଗତ ମଧ୍ୟରେ ବଞ୍ଚି ରହିଛୁ, ଆମମାନଙ୍କୁ ମଧ୍ୟ ପ୍ରଭୁ ସେହି ପ୍ରକାର ମନ, ସେହି ପ୍ରକାର ଜୀବନ ତୁମେ ପ୍ରଦାନ କର, ଯେପରି ପ୍ରିୟ ପ୍ରଭୁ ତୁମରି ସେହି ସୁମଧୁର ବାକ୍ୟକୁ ପ୍ରଭୁ ଆମେ ଅନ୍ୟମାନଙ୍କ ନିକଟରେ ଯେପରି ପହଞ୍ଚାଇବାକୁ ପାରିବୁ, ବିଶ୍ୱସ୍ତ ଭାବରେ ତୁମରି ସେବା କରିବାକୁ ପାରିବୁ, ସେହି ଅନୁଗ୍ରହ ପ୍ରଭୁ ଆମମାନଙ୍କୁ ତୁମେ ପ୍ରଦାନ କର। ଗୌରବ ମହିମା ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଗତ ପ୍ରଶ୍ନର ଉତ୍ତରଟି ହେଲା ବି ପାଉଲ। ଆଜିର ପ୍ରଶ୍ନଟି ହେଲା, କିଏ ମିଥ୍ୟା ଭବିଷ୍ୟତ ବକ୍ତାମାନଙ୍କୁ କୁକୁର ସହିତ ତୁଳନା କରନ୍ତି? ଏ ଜିସାୟ, ବି ଏଜ୍ରା, ସି ଜୁନସ, ଡି ନେହେମିୟା। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले महाराष्ट्ररू प्रतीक्षा खुंटिया और परिवार।